ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ବନ୍ଧୁଗଣ, ଆଜିକାଲି ଯେତେ ଟଙ୍କା ଆୟ କରିଲେ ବି ତାଠାରୁ ଅଧିକ ଖର୍ଚ୍ଚ ହେଉଛି। ଆଜିକାଲି ସମସ୍ତଙ୍କୁ ଟଙ୍କାର ଅଭାବ ରହୁଛି। କେତେକ କ୍ଷେତ୍ରରେ ତ ପରିଶ୍ରମ କରିବା ସତ୍ତ୍ୱେ ବି ବ୍ୟକ୍ତିକୁ ତା'ର ଇଚ୍ଛା ଅନୁସାରେ ଟଙ୍କା ମିଳେ ନାହିଁ। ଅନ୍ୟ କେତେକ କ୍ଷେତ୍ରରେ ଟଙ୍କା ପାଖରେ ରୁହେ ନାହିଁ। ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ, ଯାହାଦ୍ୱାରା ଆପଣଙ୍କ ଆୟ ବଢ଼ିବାରେ ଲାଗିବ ଓ ସେହି ଟଙ୍କା ଆପଣଙ୍କ ପାଖରେ ବି ରହିବ ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ରହିବେ। ଯଦି ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଉଛି ଏବଂ ଘରେ ସବୁବେଳେ କଳି ଝଗଡ଼ା ଲାଗି ରହୁଛି, ତାହେଲେ ଘରର ମୁଖ୍ୟ ଫାଟକ ସାମ୍ନାରେ ମୟୂର ପର ବାନ୍ଧି ଦିଅନ୍ତୁ। ଦେଖିବେ ଆପଣଙ୍କ ଘରେ ସବୁ ସମସ୍ୟାର ସମାଧାନ ହୋଇଯିବ। ରାହୁ ଗ୍ରହ ଦଶାରୁ ମୁକ୍ତି ପାଇବା ପାଇଁ ଆପଣ ସର୍ବଦା ନିଜ ପାଖରେ ମୟୂର ପର ରଖନ୍ତୁ। ଏହାଦ୍ୱାରା ରାହୁ ଗ୍ରହ ଶାନ୍ତ ହୋଇଯିବେ। ଯଦି ଆପଣଙ୍କ ଛୁଆ ପାଠପଢ଼ାରେ କମଜୋର ଅଛନ୍ତି ଅଥବା ତାଙ୍କ ମନ ପାଠପଢ଼ାରେ ଲାଗୁନାହିଁ, ତେବେ ଆପଣ ତାଙ୍କ ସ୍କୁଲ ବ୍ୟାଗରେ ଏକ ମୟୂର ପର ରଖି ଦିଅନ୍ତୁ। ଏହାଦ୍ୱାରା ସେ ବୁଦ୍ଧିମାନ ହୋଇଯିବେ। ଯଦି ଆପଣ ନିଜ ପର୍ସ ବା ଡାଏରୀରେ ମୟୂର ପର ରଖିଥାନ୍ତି, ତେବେ ଆପଣଙ୍କ ରାହୁ ଦୋଷ କଟିଥାଏ। ମୟୂରର ପ୍ରିୟ ଆହାର ସାପ ହୋଇଥାଏ। ତେଣୁ ଯେଉଁଠାରେ ମୟୂର ପର ଥାଏ, ସେହି ସ୍ଥାନକୁ କେବେ ବି ସାପ ଆସି ନଥାଏ। ତେଣୁ ସବୁବେଳେ ନିଜ ପାଖରେ ମୟୂର ପର ରଖନ୍ତୁ। କୌଣସି ଶତ୍ରୁଙ୍କ ଠାରୁ ରକ୍ଷା ପାଇବାକୁ ଶନିବାର ବା ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ମୟୂର ପର ନେଇ ସେଥିରେ ନିଜ ଶତ୍ରୁଙ୍କ ନାଁ ଲେଖି ଦିଅନ୍ତୁ। ସେହିଦିନ ମୟୂର ପରକୁ ଜଳରେ ପ୍ରବାହିତ କରନ୍ତୁ। ଘରେ ଧନର ବୃଦ୍ଧି ପାଇଁ ଆଲମିରା ବା ଟଙ୍କା ରଖିଥିବା ଜାଗାରେ ମୟୂର ପର ରଖନ୍ତୁ। ଆର୍ଥିକ ଲାଭ ପାଇଁ ରାଧାକୃଷ୍ଣଙ୍କ ମୂର୍ତ୍ତିରେ ମୟୂର ପର ଲଗାଇ ରଖିପାରିବେ। ତେବେ ବନ୍ଧୁଗଣ, ଆମ ସହିତ ଆଗକୁ ରହିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।